ହେଲା ଆଜ୍ଞା କଣ ହେଲା? ଆଜ୍ଞା ବ୍ରହ୍ମରେ ଲୀନ ହେଇଯିବା ଆଉ ବ୍ରହ୍ମ ଦର୍ଶନ କରିବା ତା ଭିତରେ ଫରକ କଣ ବାବା? କିଛି ଫରକ ନାହିଁ। ବ୍ରହ୍ମ ଦର୍ଶନ କରିବ ମାନେ ତମେ ବ୍ରହ୍ମ ଠାରୁ ଅଲଗା। ଆଉ ବ୍ରହ୍ମରେ ଲୀନ ହେଇଯିବ ମାନେ ବ୍ରହ୍ମ ଠାରେ ମିଶିଯିବ ଆଉ କଣ। ଯିଏ ଦର୍ଶନ କରେ ସେ ଜିନିଷ ଠାରୁ ଅଲଗା ନା ନାଇଁ। ତୁ ଗୋଟେ ଜିନିଷକୁ ଦେଖିବୁ ତା ଠାରୁ ତୁ ଅଲଗା ନା ଏକା। ଆଜ୍ଞା ତା ଦେହରେ ମିଶିଯିବୁ ମାନେ ଆଉ କଣ ହଁ ସେଇଟା ଆଜ୍ଞା ଏକୀଭୂତ ବାବା ହେଇଯିବୁ ଆଉ। ମୁଁ ସେଇ ଜାଗା ଟିକେ ଦ୍ୱନ୍ଦରେ ପଡିଛି ଆଜ୍ଞା। ଯୋଉ ଆମେ ସଦଗୁରୁ କହୁଛନ୍ତି ଆଜ୍ଞା ହୁଁ। ସଦଗୁରୁ ଆଜ୍ଞା ତ ଆଜ୍ଞା ବ୍ରହ୍ମ ଜ୍ଞାନ ପ୍ରାପ୍ତ ହେଇଥିବ ନା ଆଜ୍ଞା। ସଦଗୁରୁ ବ୍ରହ୍ମଜ୍ଞାନ ପ୍ରାପ୍ତ ହେଇଥିବେ। ଆଚ୍ଛା ବ୍ରହ୍ମଜ୍ଞାନ ଯଦି ପ୍ରାପ୍ତ ହେଇଥିବେ ତାଙ୍କର ତ ଆଉ ମର୍ତ୍ତ୍ୟକୁ ଆସିବେନି ସେମାନେ ଆଜ୍ଞା। ଜନ୍ମ ନେଇ ମୃତ୍ୟୁ ତାଙ୍କର। ନା ଆଚ୍ଛା ଆଚ୍ଛା ଜନ୍ମ ଯେ ମୃତ୍ୟୁ ପର୍ଯ୍ୟନ୍ତ ଏଇ ଶରୀରଟା ଥିବେ ସେ ପର୍ଯ୍ୟନ୍ତ ରହିବେ। ଏ ଶରୀର ଗଲା ପରେ ଆଉ ଥରେ ଆଜ୍ଞା ସଦଗୁରୁ ହେଇକିରି ସେ ଆସିପାରିବେନି ମର୍ତ୍ତ୍ୟକୁ। ନା ତ ଲୀନ ହେଇଗଲେ ଆସିବେ କେମିତି? କାଲି ମୁଁ ସେଇ କଥାଟା ବୁଝେଇଥିଲି। ହଁ ଗୋଟେ କଥା ଆପଣ ସେଇଟା କହୁଥିଲେ ଯେ ମୁଁ ସେଇଟା ସେଇ ଦ୍ୱନ୍ଦରେ ଅଛି ଆଜ୍ଞା। ତମେ କାଲି ଗୋଟେ କଥା ହଉଛି ଯେ ଗୋଟେ ପଙ୍କ ଭିତରେ 22 ଫୋଟକା ଅଛି ପଙ୍କ ଭିତରେ। ସିଏ ଆଜ୍ଞା ଯେତେବେଳେ ଉପରକୁ ଉଠିବ ଉଠିକି ପାଣି ଲେବୁଲକୁ ଆସିଲେ ସେ ଫୁଟି ଯାଇକି ପବନ ଥରେ ମିଶିଯିବ ହେଲା। ହଁ ସେଇଟା ବାବା ବୁଝିଲି ମୁଁ ଯେ ମୁଁ କହିସାରେ କିନ୍ତୁ ତ ଆଜ୍ଞା ତୁ ଖାଲି ଏପଟ ସେପଟ। ସିଏ ତ ପାଣିରେ ଆଜ୍ଞା ଯାଇକି ସିଏ ତାର ଯାଇ ପବନରେ ମିଶିଗଲା। ସେଇ ଆଜ୍ଞା ଫୋଟକାଟାକୁ ଆଣିପାରିବୁ ନା। ନା ସେଟା ଆଉ ଆଣି ହବନି ଆଜ୍ଞା। ଆଉ ବୁଝିଲେ କଣ କହୁଛୁ। ସେମିତି ଯିଏ ବ୍ରହ୍ମରେ ଲୀନ ହେଇଗଲା ସିଏ ତ ତାର ତା ଆତ୍ମାଟା ଯାଇ ତା ଦେହରେ ମିଶିଗଲା ସେ ଆଉ ଆସିବ କେମିତି? ନାଇଁ ଏଇ ଯୋଉ 64 ସିଦ୍ଧ ପୁରୁଷ ଅଛନ୍ତି ଆଜ୍ଞା ପୁଣି ଯୁଗ ଯୁଗେ କେମିତି ଆସୁଛନ୍ତି ଆଜ୍ଞା। ନା ସିଏ କେମିତି ଆସୁଛନ୍ତି ମୁଁ କହିପାରିବିନି। ଯଦି ସିଏ ଆସିବେ ତାହେଲେ ସିଏ ଯାଇନାହାନ୍ତି ଲୀନ ହେଇନାହାନ୍ତି। ଆଚ୍ଛା 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 ଆଚ୍ଛା। ଯୋଉ 64 ସିଦ୍ଧ ଆସନ୍ତି ବୋଲି ତମକୁ କିଏ କହିଲା? ନାଇଁ ଯୋଉ କହୁଛ ମାନେ ନା ନା ଏଇ 64 ସିଦ୍ଧ ବାରମ୍ବାର ଆସୁଛନ୍ତି ବୋଲି କିଏ କହିଲା? ନାଇଁ ଏଗୁଡା ସବୁ ଶୁଣିଥିଲି ତ କପୋଳ ଆଜ୍ଞା। କଳ୍ପିତ କଥା ମତେ ପଚାରିବନି କହିବନି ବୁଝିଲ ଆଜ୍ଞା ନା। ଯୋଉଟା କପୋଳ କଳ୍ପିତ କଥା ମତେ କହିବନି। ଯୋଉଟା ଠିକ କଥା ତୁ ତାକୁ ବୁଝିବା ପାଇଁ ଚାହୁଁଛୁ ମତେ ପଚାରୁନୁ। ଇଆଡୁ ହଁ ସିଆଡୁ କଥା ସେଇଟା କାଇଁ ସେଇଟା ପଚାରୁଛୁ। ନାଇଁ ନାଇଁ ଶୁଣ ଆଜ୍ଞା ମୋ କଥା। ବୁଝିବା ପାଇଁ ଆଜ୍ଞା ଆପଣଙ୍କୁ ନାଇଁ ବୁଝିବା ପାଇଁ ପୁଣା ପଚାରୁଛି କଥା ଆଜ୍ଞା। ମୁଁ କାହାକୁ ଉତ୍ତର ଦିଏନି। ତୋ ଅନ୍ତର ଭିତରେ କଣ ତୁ ଜ୍ଞାନ ଅର୍ଜନ କରୁଛୁ ଗୀତାଭାରତ ପଢିକି ମତେ କହୁନୁ। ନାଇଁ ଏଗୁଡା ନାଇଁ କଣ ପ୍ରଶ୍ନ? ଗୋଟେ କଥା ନାଇଁ ହଉଛି ବ୍ରହ୍ମରେ ତ ଲୀନ ହବୁ କି ନ ହବୁ ସେ ଯେତେବେଳେ ବ୍ରହ୍ମ ଜ୍ଞାନ ଲାଭ କରିବୁ ବେଳେ ବେଳେ ଜାଣିବୁ। ବର୍ତ୍ତମାନ କଥା ହଉଛି ତୁ ଯୋଉ ଷ୍ଟେଜରେ ରହିଛୁ ସେଇ କର୍ମକୁ ଏବେ କରିଚାଲ। ଆଜ୍ଞା। ଆଉ ସେ ବ୍ରହ୍ମରେ ଲୀନ ହବ ଆସିବେନି। ମୁଁ ତତେ ଗୋଟେ ଉଦାହରଣ ଦେଇ ବୁଝେଇଦେନି ତାଇ ବି ତୁ ବୁଝିପାରୁନୁ। ନାଇଁ ସେଇଟା ତ ଆପଣଙ୍କ କଥା ବୁଝିଲି ଯେ ଆଜ୍ଞା ସେଇଟା ପୁଣି ତ ମୁଁ ଆଜ୍ଞା 64 ସିଦ୍ଧ ଆସିବେ କେମିତି? ଯଦି ସିଦ୍ଧ ପୁରୁଷ ସେମାନେ ହେଇକି ଲୀନ ହେଇଯାଇଛନ୍ତି ଆସିବାର ଆଜ୍ଞା ପ୍ରଶ୍ନ କାହିଁ? କଣ ଆଜ୍ଞା କହିନି ବୁଝିପାରୁଛୁ ନା। ଆଉ ଯଦି ସେ ହଁ ଲୀନ ହେଇନାହାନ୍ତି ତାହେଲେ ସେ ଆସିବେ। ତା ନାଁ ହଉଛି ବ୍ରହ୍ମ ନିର୍ବାଣ। ବ୍ରହ୍ମ ନିର୍ବାଣ କେବଳ ବୁଦ୍ଧଦେବ ପାଇଥିଲେ। ଆଜ୍ଞା। ଆମର କୁହନ୍ତି କୈବଲ୍ୟ ସମାଧି। କୈବଲ୍ୟ ଆଜ୍ଞା ସମାଧି ମୁଁ ତ କହିବି ଆମ ଗୁରୁ ଠାକୁର ଶ୍ରୀ ଶ୍ରୀ ଧନିଷ୍ଠା କୈବଲ୍ୟ ସମାଧି ପାଇଛନ୍ତି ସେ ଆଉ ଫେରିବେନି। ଆଜ୍ଞା। ଅପୁନରାଗମନ ଯିଏ ଚାଲିଯିବେ ସିଏ ଆଉ ଫେରିବେନି। ଯଦି ସିଏ ଆଜ୍ଞା ଫେରିବେ ଯଦି ସିଏ ଫେରିବେ ତାହେଲେ ସିଏ କୋଉଠି ରହିଛନ୍ତି ପୁଣି ଆସିବେ। ଆଚ୍ଛା ଆଚ୍ଛା ଆଜ୍ଞା। ଯଦି ସିଏ ଫେରିବେ ସେ ମୁକ୍ତି ଆଜ୍ଞା ପାଇଯାଇଛନ୍ତି ସଂସାର ବନ୍ଧନ ତାଙ୍କୁ ବାନ୍ଧି ପାରିବ ନାହିଁ। କିନ୍ତୁ ସିଏ ଜନ୍ମ ମୃତ୍ୟୁକୁ ପୁଣି ଆସିବେ। ଆଉ ଯିଏ ପ୍ରକୃତ ନିର୍ବାଣ ପାଇଲା ସେ ଜନ୍ମ ମୃତ୍ୟୁ ଚକ୍ରରୁ ତ ଉପରକୁ ପଳେଇଲା। ଆଜ୍ଞା ଆଜ୍ଞା ଆଉ ମାନେ ତାର ଜନ୍ମ ନାହିଁ କି ମୃତ୍ୟୁ ନାହିଁ ପୁଣି ଆସିବ କେମିତି? ନାଇଁ ହଁ ସେଟା ଠିକ କହିଲେ ଆଜ୍ଞା ମୁଁ ଆପଣ ସାର୍ ରାଗନ୍ତୁନି ସାର୍ ମୁଁ ଟିକେ ନା ନା ଚାହୁଁଛି ରାଗିବା ଜାଣିବା ପାଇଁ। କଥା ନୁହେଁ। ମୁଁ ଯୋଉ କଥା କହୁଛି ଶୁଣ ମୁଁ କହିସାରିଲା ପରେ ତମେ ଦ୍ୱିତୀୟ ବାର କହିଲେ ମତେ ଖରାପ ଲାଗୁଛି। ମୁଁ ତମକୁ ହଁ ନାଇଁ ବୁଝେଇ ସେଟା ଦଉଛି ଠିକ କଥା ଆଜ୍ଞା ତମ ଅନ୍ତର ଭିତରେ କଥାଟାକୁ ବୁଝେଇ ଦଉଛି ଦେଖ। ଗୋଟେ ଆଜ୍ଞା ଜିନିଷ ଗୋଟେ ଜାଗାରେ ମିଶିଗଲା। ଆଜ୍ଞା ଗୋଟେ ଜଳ ଠୋପାକୁ ଗୋଟେ ଜଳ ଧିଅରେ ମିଶେଇ ଦିଅ। ଆଜ୍ଞା। ସେ ଠୋପାଟା ଆଉ ଆସିବ ନା? ନା ଆସିବନି ତ ଆଜ୍ଞା। ଆଉ ସେ ତ ଜଳରେ ଲୀନ ହେଇଗଲେ ଆସିବ କେମିତି? ଆଉ ଯଦି ସିଏ ଆସିବ ତାହେଲେ ସେ ପୋଖରୀ ଧିଅରେ କଳସୀ ଫଳସୀ ଧିଅରେ ଲିମିଟ ହେଇକି ତା ଦେହରେ ଯିଏ ଥିବ ସିଏ ପୁଣି ଆସିବ। ଆଜ୍ଞା ଆଜ୍ଞା ଆଜ୍ଞା। ଗୋଟେ ଡବାରେ ଗୋଟେ ଆଜ୍ଞା କେଟିଲ ଧିଅରେ ତମେ ପାଣି ଟିକେ ପୁରେଇ ଦେଇକି ତାକୁ ଫୁଲ କରିଦେଇକି ତାକୁ ପୋଖରୀରେ ନେଇକି ରଖିଦିଅ। ଆଜ୍ଞା। ପୁଣି ତାକୁ ଚାହିଁଲେ ସେ ପାଣିଟାକୁ ଆଣିପାରିବ ନା ନାଇଁ? ହଁ। କାହିଁକି ନା ସେ ଅଲଗା ପୋଖରୀ ଧିଅରୁ ଅଲଗା ହେଇକି ଅଛି ନା। ଆଜ୍ଞା।
ସେଟା ସାକାର ହେଇକି ଅଛି ତାକୁ ପଳେଇ ଆସିବ। ଆଉ ଯଦି ନିରାକାରରେ ଯଦି ପାଣି ଠୋପା ପାଣିରେ ମିଶିଗଲା, ସେଇ କେଟିଲ ପାଣିଟାକୁ ଯଦି ତମେ ପୋଖରୀରେ ଢାଳି ଦେଲ, ତାହେଲେ ସିଏ ଆଜ୍ଞା ସେଇ ପାଣିଟାକୁ ଆଣିବ କେଟିଲ ପାଣି, କେଟିଲ ପାଣି ଆସିବ, କିନ୍ତୁ ସେଇ ପାଣିଟା ଆସିବ କେମିତି? ହଁ ସେଇ କଥା ଆଜ୍ଞା। ଆଉ ବାସ୍, ତେଣୁ ଏଇଟା ମୁଁ ଅନୁଭବ କରିଦଉଛି ତ, ମତେ ୟା ସେଠୁ କାଇଁ ପଚାରିବ? ତମେ ଅନୁଭବ କରିକି ଦେଖ, ଜାଣ ଯୋଉଟା ଅସମ୍ଭବ କଥା। ତେଣୁ ଆଜ୍ଞା ଗୋଟେ କଥା ହଉଛି, ଯିଏ କହୁଛନ୍ତି ସେଗୁଡା ସବୁ ଫଲ୍ସ କଥା। ଆଜ୍ଞା ଆଜ୍ଞା ହଁ ସେ ଏଗୁଡା ମୋବାଇଲ ଆଜ୍ଞା ଶୁଣୁଛି ତ ଆଜ୍ଞା, ସେଇ ଯୋଗୁ ଆପଣଙ୍କୁ ମୁଁ ପଚାରିଥିଲି ନାଇଁ ବାବାଙ୍କୁ ପଚାରିବା ଆମର। ନାଇଁ ନାଇଁ, ସେଥିଲାଗି ବାବାଙ୍କୁ ଆପଣଙ୍କୁ ପଚାରିବ ଠିକ ଯେ, ଗୋଟେ କଥା ଆଜ୍ଞା ହଉଛି ଯୋଉଟା ମୁଁ କହୁଛି ତମେ ସେଟାକୁ ଅନୁଭବ କରିକି ଦେଖ ଅନ୍ତର ଭିତରେ। ନାଇଁ ହଁ, ଆପଣ ଯୋଉଟା କହୁଛନ୍ତି ନିରାଟ ସତ୍ୟ କହୁଛନ୍ତି ଆଜ୍ଞା। କଥାଟା କିନ୍ତୁ ତ ସେଇଆ। ହଁ, ଏଇ ଯୋଉ ଆଜ୍ଞା ଆମର ଯୋଉ ତ୍ରିକୁଟ, ହୁଁ ତ୍ରିକୁଟ ଉପରକୁ ଆଜ୍ଞା ତ ପବନ ଆଉ ଚାଲୁନି ଆଜ୍ଞା। ନା। ତ୍ରିକୁଟ ଉପରକୁ ପବନ ଯଦି ଆମର ଯୋଉ ଶିଶୁରନ୍ଧ୍ର ବାଟ ଦେଇ ଯଦି ପବନ ଟା ଭୋଗ କରାଯାଏ, ତାହେଲେ ଶିଶୁ ଆଜ୍ଞା ରନ୍ଧ୍ର ସେଟା କଣ? ଆଜ୍ଞା ଶିଶୁ ରନ୍ଧ୍ର କୋଉଟା? ଆଜ୍ଞା ଏଇ ଯୋଉ ଗଙ୍ଗା ଯମୁନା ସରସ୍ୱତୀ ଯୋଉ ସୁଷୁମ୍ନା ନାଡି ଅଛି ଆଜ୍ଞା। ହଁ, ସୁଷୁମ୍ନା ନାଡିର ବିବରଣୀ ଜାଣିଛୁ ନା? ନାଇଁ ସେଟା ତ କହୁଛି ଯେ ତ୍ରିବେଣୀ ବହୁଛି ତିନି ଧାର ବହନ୍ତା ନଦୀ କିି ଥୟ କର। ହଁ, ସେ ତ୍ରିବେଣୀ ବହୁଛି ତିନି ଧାର, ବହତା ନଦୀ ତିନି ଧାର କୋଉଠି ବହୁଛି? ତ୍ରିକୁଟରୁ ଆଜ୍ଞା। ତ୍ରିକୁଟରୁ କୋଉଠିକି? ଏଇ ଯୋଉଟା ଆମେ ଟିପା ନଉଛନ୍ତି ଆଜ୍ଞା। ହଁ ଯେ, ସେଇଠୁ କୋଉଠିକି ବହି ଯାଉଛି? ଆମ ଏଇ ଶରୀର ଭିତରେ ତିନି ଧାର ହେଇକି ଯାଉଛି ଶୁଣ, ତମର ଆଜ୍ଞା। ନାଡି ଉପରେ ଜ୍ଞାନ ନାହିଁ, ବୁଝିଲ? ଆଜ୍ଞା ସେ ବିଷୟରେ ଆଜ୍ଞା ମତେ ମୋଟେ ପଚାର ନା। ଯିଏ ନାଇଁ କହିଛି ଆଜ୍ଞା ଇଏ ତ୍ରିଗୁଣ, ନା ଶୁଣ, ଯୋଉ କଥାଟା ତମେ ପୁରା ଜାଣିବ ମତେ ପଚାର। ହଁ ନାଇଁ ୟାର ଆଜ୍ଞା ଛଡୁ, ଏଇଟା ନା ଏଟା ଆଜ୍ଞା ବି ୟାର ଛଡୁ କଥା। ଶୁଣ, ନାଇଁ ଏମିତି ମୁଁ କଥା ଶୁଣ ମୋ କଥା ଟିକେ। ଏଇଟା ହଉଛି କଣ, ତମେ ଆନୁମାନିକ କଥା କହୁଛ। ନାଇଁ ତ୍ରିବେଣୀ ବହୁଛି ଆନୁମାନିକ ଧର, ଶୁଣ, ତ୍ରିବେଣୀ ଶୁଣିଛ କୋଉଠି ତମେ କହୁଛ? ମୋର କହିବା ଆଜ୍ଞା କଥା ହଉଛି ନାଇଁ ତ୍ରିବେଣୀ ଧାର ଯୋଉଟା କହୁଛନ୍ତି, ସେ ସରି ହଁ ଭିତରେ କୋଉଠି ଅଛି ତମେ ଜାଣିଛ କି? ତମେ ତ୍ରିବେଣୀ ଜାଣିନା। ଧାର ଆଜ୍ଞା ଆମର ନାସିକା ବାହାଣ ପଟେ ଆଜ୍ଞା। ବାସ, ତମେ ସେଇଆକୁ ପବନ ନାଡିକି କହୁଛ ତ୍ରିବେଣୀ ଧାର, ସେଟା ନୁହେଁ ତ୍ରିବେଣୀ ଧାର। ଆଜ୍ଞା ଆଜ୍ଞା। ତମେ ଯାହା କହୁଛ ମୁଁ ଧରି ସାରିଲିଣି ତା ପୂର୍ବରୁ। ତମେ ଆଚ୍ଛା ଯାହାକୁ ଆଚ୍ଛା ତ୍ରିବେଣୀ ଧାର ଭାବୁଛ, ସେଟା ପବନ ନାଡି। ଆଚ୍ଛା ଆଚ୍ଛା ଆଚ୍ଛା। ସେଟା କେମିତି ତ୍ରିବେଣୀ ଧାର ହେଲା? ଆଜ୍ଞା। ତ୍ରିବେଣୀ ଧାରକୁ ପାଇବା ପାଇଁ ସେଥିରେ ଗୋଟେ ଗୋଟେ ମାଧ୍ୟମ ନାସାର ତିନିଟା ନାସାର ପୁଡା। କିନ୍ତୁ ତ୍ରିବେଣୀ ଧାର କୋଉଟା? ସେଇଟା ଆଜ୍ଞା ସାର୍ ଆପଣ ଟିକେ ବୁଝେଇ ଦିଅନ୍ତୁ ହେଲା ଆଜ୍ଞା ସାର୍। ବାସ, ତମେ ମେରୁଦଣ୍ଡ ବାମ ପଟରେ ଇଡା ନାଡି, ଦକ୍ଷିଣ ପଟରେ ପିଙ୍ଗଳା ନାଡି, ମେରୁଦଣ୍ଡ ମଝିରେ ସୁଷୁମ୍ନା ନାଡି। ହଁ। ସେଇ ନାଡିରେ ଯଦି ଧାର ବହିବ ସେଇଟା ଠିକ। ଆଜ୍ଞା। କିନ୍ତୁ ତାକୁ କୁହନ୍ତି ତ୍ରିବେଣୀ ଧାର। ଆଜ୍ଞା। ଆଉ ତ୍ରିବେଣୀ ଧାରର ତିନିଟି ମୁଣ୍ଡ କୋଉଠି ସଂଯୁକ୍ତ ହେଇଛି? ପଛ ପଟରେ, ମସ୍ତିଷ୍କ ପଛ ପଟରେ। ଆଜ୍ଞା। ସେଇଟାକୁ ବୁଝିବ। ଆଜ୍ଞା। ତେଣୁ ତମେ ଶରୀ ଉପରେ ପ୍ରକୃତ ଜ୍ଞାତ ହୁଅ। ମୋ ଭିଡିଓକୁ ତମେ ଡିଟେଲ ଦେଖ ସବୁ। ଦେଖି ସାରିଲେ, ମୁଁ ଆଜ୍ଞା ଏଟାକୁ ବାରମ୍ବାର ମାନେ ବହୁ ବାର ମୁଁ ଛାଡି ସାରିଲିଣି। ତମେ ଆଜ୍ଞା ତାକୁ ଆଜ୍ଞା ଦେଖ, ଦେଖିକି ସେଥିରେ ଅନୁଭବ କର। ମୋ ଭଜନ, ମୋ ଭିଡିଓକୁ ଦେଖିକି ମତେ ପଚାର। ମୁଁ ଅନ୍ୟ କୌଣସି ଭିଡିଓକୁ ପଚାରିଲେ ଉତ୍ତର ଦେଇପାରିବିନି। କାରଣ କଣ, ଯେ ସେଗୁଡାକ ଆଜ୍ଞା ସିଏ ମହାପୁରୁଷ ସେମାନେ। ସେ ଗୋଟେ ତାଙ୍କର ବହୁତ ଜ୍ଞାନ। ସିଏ କଣ ଭାବିକି ଗୋଟେ କୋଉଠି କହିଦେଇଛନ୍ତି। ତାକୁ ବୁଝିବା ଆଜ୍ଞା ପାଇଁ ହେଲେ ମତେ 8 ଦିନ ଦରକାର ତମକୁ। ତେଣୁ ତମର ହଁ ବର୍ତ୍ତମାନ ଯୋଉ ଜାଗାରେ ଅଛି, ତମେ ନିଜେ ଅନୁଭବ କର। ଗୀତା ପଢ, ଭାଗବତ ପଢ, ଏବଂ ମୋ ଏପିସୋଡ ଗୁଡାକ ସବୁ ଦେଖ। ଦେଖି ସାରିକି ତମ ଅନ୍ତରରୁ ଯୋଉଟା ବୁଝିବା ପାଇଁ ଭାବୁଛି କହିଲେ ମୁଁ ଉତ୍ତର ଟା ଦେବି। ଆଜ୍ଞା ଆଜ୍ଞା ଅନୁଭବ କରିକି କୁହ। ଆଜ୍ଞା ବୁଝିଲ, ଶୁଣା କଥାକୁ ମତେ ଭୁଲରେ ପଚାରିବନି। ଆଜ୍ଞା ଆଜ୍ଞା। ଏଇ ହଉଛି କଥା, ହଉ। ହଉ ଆଜ୍ଞା।